ବାଲେଶ୍ୱର ସହରରେ ଉଦ୍ଯାପିତ ହେଲା 106ତମ ମିର୍ଜାପୋଖରୀ ଚନ୍ଦନ ଯାତ୍ରା ଉତ୍ସବ। ମହାପ୍ରଭୁଙ୍କ ନାବକେଳି ଲୀଳା ଦେଖିବାକୁ ଲକ୍ଷାଧିକ ଲୋକଙ୍କ ସମାଗମ। ଆଧୁନିକ ଯୁଗରେ ଲୋକଙ୍କ ମଧ୍ୟରେ ବସ୍ତୁବାଦୀ ମାନସିକତା ବୃଦ୍ଧି ପାଇଥିଲେ ବି ଏବେ ବି ପୁରାତନ ସଂସ୍କୃତି ଓ ପରମ୍ପରା ରକ୍ଷା ପାଇଁ ପାଳିତ ବିଭିନ୍ନ ପର୍ବପର୍ବାଣୀଙ୍କ ମଧ୍ୟରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସଂସ୍କୃତିରେ ଚନ୍ଦନ ଯାତ୍ରାକୁ ବେଶ ହର୍ଷ ଉଲ୍ଲାସରେ ପାଳନ କରାଯାଇଥାଏ। ପ୍ରବଳ ଗ୍ରୀଷ୍ମ ପ୍ରକୋପ ସମୟରେ ମହାପ୍ରଭୁଙ୍କୁ ଶୀତଳତା ପ୍ରଦାନ ପାଇଁ ଶ୍ରୀଅଙ୍ଗରେ ଚନ୍ଦନ ଲେପ କରାଯାଇଥାଏ। ମହାପ୍ରଭୁଙ୍କ ଚଳନ୍ତି ବିଗ୍ରହ ମଦନମୋହନ ଶ୍ରୀମନ୍ଦିରରୁ ବାହାରି ପୁଷ୍କରିଣୀରେ ନାବକେଳି ବା ନୌକା ବିହାର କରିଥାନ୍ତି। ଏହି ପ୍ରଥାନୁଯାୟୀ କାହିଁ କେଉଁ ଅମଳରୁ ଅକ୍ଷୟ ତୃତୀୟାଠାରୁ ବୁଦ୍ଧ ପୂର୍ଣ୍ଣିମା ପର୍ଯ୍ୟନ୍ତ ଶ୍ରୀଜୀଉଙ୍କ ଚନ୍ଦନଜାତ ଓ ଚାପକେଳି ଅନୁଷ୍ଠିତ ହୋଇଥାଏ। ପ୍ରତ୍ୟେକ ଓଡ଼ିଆଙ୍କ ଆରାଧ୍ୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଳିତ ପର୍ବପର୍ବାଣୀକୁ ରାଜ୍ୟର କୋଣ ଅନୁକୋଣରେ ପାଳନ କରାଯାଇଥାଏ। ସେହି କ୍ରମରେ ବାଲେଶ୍ୱରରେ ପାଳିତ ହେଉଥିବା ବିଭିନ୍ନ ପର୍ବପର୍ବାଣୀଙ୍କ ମଧ୍ୟରୁ ଚନ୍ଦନ ଯାତ୍ରା ଲୋକଙ୍କ ପାଇଁ ସର୍ବଦା ଆକର୍ଷଣୀୟ ହୋଇ ରହିଆସିଛି। ସହରର ଦାମୋଦରପୁର ସ୍ଥିତ ଶ୍ୟାମସୁନ୍ଦର, ଗଡ଼ଗଡ଼ିଆ, ମଠସାହିର ହରଗଙ୍ଗା, ଝାଡ଼େଶ୍ୱର ମନ୍ଦିର, ସୁନହଟର ଚନ୍ଦନମହଲ ପ୍ରଭୃତି ପୋଖରୀରେ ଚନ୍ଦନ ଯାତ୍ରା ପାଳିତ ହୋଇଥିବା ବେଳେ ମିର୍ଜା ପୋଖରୀର ଚନ୍ଦନ ଯାତ୍ରାରେ ସ୍ୱତନ୍ତ୍ରତା ବଜାୟ ରହିଛି। ଚଳିତ ବର୍ଷ ମିର୍ଜା ପୋଖରୀ ଚନ୍ଦନ ଯାତ୍ରାରେ ପାଳିତ ହୋଇଛି 106ତମ ଉତ୍ସବ। ମିର୍ଜା ପୋଖରୀ ଚତୁଃପାର୍ଶ୍ୱରେ ଥିବା ଗୋପାଳଗାଁ, ସୁଏଲପୁର ଓ ମାଣିକମ୍ ପ୍ରଭୃତି ଗ୍ରାମର ଲୋକେ ମିଳିତ ଭାବେ ପାଳନ କରିଛନ୍ତି ଏହି ଉତ୍ସବ। ଅକ୍ଷୟ ତୃତୀୟାରେ ଉତ୍ସବ ଅନୁକୂଳ ସହ ମିର୍ଜା ପୋଖରୀଠାରେ କେବଳ 7 ଦିନ ମଧ୍ୟରେ ସୀମିତ ଏହି ଉତ୍ସବ। ସ୍ଥାନୀୟ ମିଶ୍ରସାହି ମନ୍ଦିରରୁ ମଦନମୋହନଙ୍କ ବିଗ୍ରହ ସୁସଜ୍ଜିତ ବିମାନରେ ଏକ ଶୋଭାଯାତ୍ରାରେ ଅଣାଯାଇ ପୋଖରୀରେ ନାବକେଳି କରାଯାଇଥିଲା। ଠାକୁରଙ୍କୁ ନାବରେ ବସାଇ ଭଜନ କୀର୍ତ୍ତନ ସହ ପୋଖରୀରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ବୁଲିବାର ଦୃଶ୍ୟକୁ କୂଳରେ ଛିଡ଼ା ହୋଇଥିବା ଲୋକେ ବେଶ୍ ଉପଭୋଗ କରିଥିଲେ। ଉତ୍ସବର ଶେଷ ଦିନ ଅର୍ଥାତ୍ ଚନ୍ଦନ ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ନାବକେଳି ଦେଖିବା ପାଇଁ ଲୋକାରଣ୍ୟ ହୋଇ ଉଠିଥିଲା ସମଗ୍ର ଅଞ୍ଚଳ। ରାତି ତମାମ ଲକ୍ଷାଧିକ ଲୋକେ ରୁଣ୍ଡ ହୋଇଥିଲେ ମିର୍ଜା ପୋଖରୀ ଚନ୍ଦନ ଯାତ୍ରା ମେଳାରେ। ଯାତ୍ରାରେ ଖୋଲିଥିଲା ଶତାଧିକ ଉଠା ଦୋକାନ। କିଏ ଘରକରଣା ଜିନିଷ ତ ଆଉ କିଏ ପିଲାଙ୍କ ଖେଳନା ସଜାଇ ବସିଥିଲା ଏହି ମେଳାରେ। ତା ସାଙ୍ଗକୁ ଭଳିକି ଭଳି ଖାଇବା ଦୋକାନ। ସବୁଠି ଲୋକଙ୍କ ଭିଡ଼। ଲୋକଙ୍କ ମନୋରଞ୍ଜନ ପାଇଁ ଅନୁଷ୍ଠିତ ହୋଇଥିଲା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ। ଏଥିରେ ପୂର୍ବତନ ସାଂସଦ ତଥା କଂଗ୍ରେସ ସାଂସଦ ପ୍ରାର୍ଥୀ ଶ୍ରୀକାନ୍ତ ଜେନା, କଂଗ୍ରେସ ସଦର ଆସନ ପ୍ରାର୍ଥିନୀ ମୋନାଲିସା ସାମଲ, ଜିଲ୍ଲା କଂଗ୍ରେସ ସଭାପତି ସଞ୍ଜୀବ ଗିରି, ୟାମାହା କମ୍ପାନୀର ଏରିଆ ସେଲ୍ସ ମ୍ୟାନେଜର ଜସବିନ୍ଦର ସିଂ, ଜିଲ୍ଲା ରକ୍ତଦାତା ସଂଘର ସାଧାରଣ ସମ୍ପାଦକ ଡକ୍ଟର ହୃଷିକେଶ ସାହୁ ପ୍ରମୁଖ ବରେଣ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲାବାସୀଙ୍କୁ ଚନ୍ଦନ ପୂର୍ଣ୍ଣିମାର ଶୁଭେଚ୍ଛା ଜଣାଇଥିଲେ। 106 ବର୍ଷ ଧରି ପୁରାତନ ସଂସ୍କୃତି ଓ ପରମ୍ପରାକୁ ରକ୍ଷା କରିବାରେ ମିର୍ଜା ପୋଖରୀ ଚନ୍ଦନ କମିଟି କର୍ମକର୍ତ୍ତାଙ୍କ ପ୍ରୟାସ ବାସ୍ତବିକ ପ୍ରଶଂସନୀୟ ବୋଲି ଅତିଥିମାନେ କହିଥିଲେ। ଚନ୍ଦନ ଉତ୍ସବ ଏକ ବଡ଼ ଉତ୍ସବ ଆମର ଏଇଠି ମିର୍ଜା ପୋଖରୀରେ ନୁହେଁ, ଅନ୍ୟ ଆଗରେ ବି ପାଳନ କରାଯାଉଛି। ଏବଂ ମିର୍ଜା ପୋଖରୀ ଇତିହାସ ହେଉଛି 106 ବର୍ଷ ଏ ମାମୁଲି କଥା ନୁହେଁ। ତେଣୁକରି ଗାଁ ବାଲା ମିଶିକି ପ୍ରଥମେ ଆରମ୍ଭ କରୁଥିଲେ ଛୋଟିଆ ଅନୁଷ୍ଠାନ, ଏକ ବିଶାଳ ଅନୁଷ୍ଠାନରେ ପରିଣତ ହେଇଛି। ପିଲାମାନେ ଆନନ୍ଦ ନେଉଛନ୍ତି, ଆସୁଛନ୍ତି, ବସୁଛନ୍ତି। କିନ୍ତୁ ଆକୁ ଆହୁରି ସ୍ପେସିୟସ୍ କରିବା ଉଚିତ। ପୋଖରୀର ପାଣି ବହୁତ ଖରାପ। ସେ ପାଣିର କେମିତି ପରିଷ୍କାର ହେବ, ଯଦିଓ ପ୍ରାଇଭେଟ୍ ପ୍ରପର୍ଟି ବୋଲି ମୁଁ ଶୁଣିଲି, ଗଭର୍ଣ୍ଣମେଣ୍ଟ ତାକୁ ନେଗୋସିଏଟ୍ କରିକି ସଫା କରିବାରେ ସେ କାହିଁକି ରାଜି ହେବେନି। ପ୍ରପର୍ଟି ତାଙ୍କରି ରହିବ, କିନ୍ତୁ ପାଣିକି ପରିଷ୍କାର କରିବାର କିଛି ଅସୁବିଧା ନାହିଁ। ତ ପରିଷ୍କାର କଲେ ଆଟଲିଷ୍ଟ ହାଇଜେନିକ୍ କଣ୍ଡିସନ ରହିଲେ ଏଠି ଆହୁରି ସୁବିଧା ହେବ। ପିଲାମାନେ ଆସିବେ, ପୋଖରୀର ବ୍ୟବହାର ବି କରିପାରିବେ। ଏବଂ ମୁଁ ଆଶା କରୁଛି କମିଟିର ଉଦ୍ୟୋକ୍ତାମାନଙ୍କ ଭିତରେ ଯେଉଁ ଭାଇଚାରା ଅଛି ସେ ହେଉଛି ସବୁଠୁ ବଡ଼ କଥା ଏବଂ ତାକୁ ରକ୍ଷା କରିବେ। ଆଗାମୀ ଦିନରେ ଆହୁରି ତାକୁ ସରଳ ସୁନ୍ଦର କରିବେ ବୋଲି ମୁଁ ଆଶା କରୁଛି। 106 ବର୍ଷ ହେଲାଣି ଚନ୍ଦନ ମହୋତ୍ସବ ହେଉଛି। ଆପଣମାନେ ଦେଖିପାରୁଛନ୍ତି କେତେ ସଂଖ୍ୟାର ଲୋକ ଅଛନ୍ତି, ଆଉ ଲୋକମାନଙ୍କର କେତେ ଆଗ୍ରହ ଅନୁସନ୍ଧିଚ୍ଛା ଯେ ଚନ୍ଦନ ମହୋତ୍ସବକୁ ଉପଭୋଗ କରିବା ପାଇଁ। ତେଣୁ ମୁଁ ଲୋକମାନଙ୍କୁ ଏତିକି ରିକ୍ୱେଷ୍ଟ କରୁଛି ଯେ ତାଙ୍କର ଏଇ ଭଲ ପାଇବାଟା ସବୁବେଳେ ଥାଉ, ଆଉ ଠାକୁରଙ୍କୁ ଭକ୍ତି ଥାଉ, ଆଉ ସେମାନେ ଏଇଭଳି ବିପୁଳ ଭାବରେ ଏଠି ଯୋଗଦାନ କରନ୍ତୁ। ଚନ୍ଦନ କମିଟିର ସଭାପତି ତଥା କାଉନସିଲର ପଦ୍ମଲୋଚନ ଲେଙ୍କା ଏଥିରେ ପୌରୋହିତ୍ୟ କରିଥିବା ବେଳେ କାର୍ଯ୍ୟକାରୀ ସଭାପତି ଲକ୍ଷ୍ମୀନାରାୟଣ ମହାନ୍ତି ସ୍ୱାଗତ ଭାଷଣ ଦେଇଥିଲେ। ये जो असंभव भिड़ भितर जो 106तम जो मिर्जापुर सार्वजनिक कमिटी तरफ जो आयोजन कराई प्रथम सर्वप्रथम सबू सदस्य आम कमिटर समस्त धन्यवाद देवी जे भूयस प्रशंसा करें भी सरबनी एवं आज जो शेष दिन शेष संध्या एवं
जो 7 दिन धरी जो यात्रा जो संपूर्ण होउची जनसाधारण को भी धन्यवाद देवी जे सामाने देखुची जे असंभव जीवासा करूचंती एंड जेतले एम्बुलेंस भी छाड़ दूचंती तांकर जो रुचि अनुसार तां किणामिका करूचंती एवं मेलोडी भजन जो जो दर्शन करूचंती उपभोग करूचंती एक मनमोहित कार्यक्रम एंड एवं आसंता वर्ष को आम जे भाई असम भिड़ होची आसंता वर्ष आउ भाया तार प्रिकसन निया जोटी क्षुद्र भाया पानी छिंचा जीव जोटा कि आमर श्रीकांत भाई एवं कहले द्वितीय कथा जे कमिटी आहरी बढ़िबो सदस्य आहरी बढ़िबो आहरी उन्नत कार्यक्रम रखा आपण देखिथिबे ये 106 वर्ष चंदन ये 2 वर्ष आगरू बंद होउथुला आमे ये मेलाटा चंदन मेलाटा सारा राति रो हुए सेति पई आमे राति सारा मेला करू किंतु ए वर्ष जेहेतु निर्वाचन अच्छी परमिशन मिली नहीं अनुमति मिली नहीं आमे सरकार को साहाय्य करने ठीक समय बंद करूँ एसपी महोदय को आमे रिक्वेस्ट करथिलु जिलापाल को कहिथिलु जे हमको आउ अध घंटे घंटे समय देले जो लोक मैंने दूर दूरांतर आसीचंती से माने ठीक भाई उपभोग करेंगे आपड़ देखिए लक्षाधिक जनसमर्थन रही जन माने लोक मैंने आसी दर्शन कर देखुं बुलूं हावा खाऊँ यही परिप्रेक्षी में आपण मान जरिया सरकार को अनुरोध करी एवं जिलापाल एसपी महोदय को अनुरोध करी आमको घंटाए समय दिंतु एवं ए लोक मैंने समस्ते उपभोग करूँ शांति श्रृंखलार सहित 7 दिन काल ए मेला सरिला आपण मैंने सब आसुचन देखुंत आहरी अनुरोध करी जो दर्शक भाई भौणी माने युवक माने आसीचंती शांति श्रृंखलार सहित देखिकी जातु आमको सहयोग करतु। कमिटीर साधारण संपादक अरुण कुमार स्वाई कार्यक्रम परिचालना करथिले। मोर जेतिकी कर्मी प्राय 100 टू 150 पिला माणिकम गोपालगांव सुहेलपुर एकत्रित होई ए कार्यक्रम को शांति श्रृंखला आम केमती पालन कलु मु सही कर्मी मान को धन्यवाद देवी जे माने 100 पिला मत 7 दिन धरिकी साहाय्य करचंती ए कमिटी को साहाय्य करचंती समान को अशेष धन्यवाद। बालेश्वर जो लोक माने बालेश्वर आदिवासी जो चंदन को एंजॉय करचंती ए वर्ष बहुत खुशी विषय कौन सी अप्रीतिकर काम हैनी कौन सी खराब जिनस हैनी एते सुंदर भाव मिर्जापुर कमिटी ए वर्ष जो 106 वर्ष पालन करिछि मु समस्त को धन्यवाद देवी आपण प्रेस वाला को धन्यवाद देवी जनसाधारण को धन्यवाद देवी। कमिटीर उपसभापति श्रीकांत बुगुड़ाई सदस्य अनुप स्वाई स्वपन स्वाई अविनाश स्वाई प्रभात महांती प्रीतिरंजन सिंह हरिपद भूया प्रमुख एथिरे सहयोग करथिले। एही अवसर में विभिन्न क्षेत्र में उल्लेखनीय अवदान पर व्यक्तिविशेष को संबर्धित करा जायथिला। परे आयोजित रंगारंग सांस्कृतिक कार्यक्रम को दर्शक माने मनभरी उपभोग करथिले।